जय श्री जगन्नाथ भाई मैंने सर्वप्रथम गुरुदेव गणपति ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ପଞ୍ଚାଙ୍ଗ ସେସନ ଆରମ୍ଭ କରିବା। ପଞ୍ଚାଙ୍ଗ ସେସନ କ୍ରମରେ ଆଜି ଆମେ ଜାଣିବା ତିଥି ବୃଦ୍ଧି ତିଥି କ୍ଷୟ ଆଉ ୟାର ସିଗ୍ନିଫିକାନ୍ସ କଣ ରହିଛି। କଣ ପାଇଁ ଆମେ ତିଥି ବୃଦ୍ଧି ତିଥି କ୍ଷୟକୁ କନସିଡର କରିବା, କଣ ତାର ଉପାଦେୟତା ବା ଅନୁପାଦେୟତା ରହିଛି। ତିଥି ବୃଦ୍ଧି ଆଉ ତିଥି କ୍ଷୟ। ଆଗ ଜାଣିବା ତିଥି ବୃଦ୍ଧି କଣ। ତିଥି ବୃଦ୍ଧି କଣ? ଯେତେବେଳେ ଗୋଟିଏ ତିଥି ସୂର୍ଯ୍ୟ ଉଦୟ ଉଦୟ ପୂର୍ବରୁ ଆରମ୍ଭ ହୋଇ ତା ପର ଦିନ ସୂର୍ଯ୍ୟ ଉଦୟ ପରେ ସମାପ୍ତ ହୁଏ, ତାକୁ ତିଥି ବୃଦ୍ଧି କୁହାଯାଏ। ଠିକ ଅଛି। ଯେତେବେଳେ ଗୋଟେ ତିଥି ସୂର୍ଯ୍ୟ ଉଦୟ ପୂର୍ବରୁ ଆରମ୍ଭ ହେଇକି ତା ପରଦିନ ସୂର୍ଯ୍ୟ ଉଦୟ ପରେ ସମାପ୍ତ ହୁଏ, ତାକୁ ତିଥି ବୃଦ୍ଧି କୁହାଯାଏ। ଗୋଟେ ଏକ୍ସାମ୍ପଲ ନବା, ଧର 25/3/2025, ଏଇଟା ହେଲା 26/3/2000। ଦିଟା ଡେଟ୍ ଆମେ ନେଲେ, ସୂର୍ଯ୍ୟ ଉଦୟ ସମୟ। ସୂର୍ଯ୍ୟ ଉଦୟ ଧର ସେଦିନ ହେଲା 5:20 AM ରେ। ଏଠି ବି ସେମିତି ସୂର୍ଯ୍ୟୋଦୟ ମନେକର ହେଲା 5:21 ରେ। ଧର ଗୋଟେ ତିଥି 5:20 AM ପୂର୍ବରୁ, ଧର 4:20 ଆରମ୍ଭ ହେଲା, 4:20 AM ରେ ଗୋଟେ ତିଥି ଆରମ୍ଭ ହେଲା, ତା ପରଦିନ 5:25 ଯାଏଁ ରହିଲା, ତାହେଲେ ଏଇଟାକୁ କୁହାଯିବ ତିଥି ବୃଦ୍ଧି। ଆମେ ଆକୁ ସର୍ଟ ରେ କହିଲେ କହିପାରିବା, ଯେଉଁ ତିଥି 2ଟି ସୂର୍ଯ୍ୟ ଉଦୟ ଭୋଗ କରେ ତାକୁ ତିଥି ବୃଦ୍ଧି ବୋଲି କୁହାଯାଏ। ଏଇଟା କ୍ଲିୟର ହେଇଗଲ କି? ତାପରେ ଆଗକୁ ବଢିବା। ମୋର ଏଇଟା କ୍ଲିୟର? ଆଜ୍ଞା ଭାଇନା। ଠିକ। ବର୍ତ୍ତମାନ ଆମେ ଜାଣିବା ତିଥି କ୍ଷୟ କଣ। ତିଥି କ୍ଷୟ କଣ ନା, ଏଇଠି ଆମେ ତିଥି ବୃଦ୍ଧିରେ ପଢିଥିଲେ, ଏବେ ଆମେ ତିଥି କ୍ଷୟ ଏଇଠି ଦେଖିବା। ତିଥି କ୍ଷୟ ବି ଏଇଠି ଦେଖିବା। ଯେତେବେଳେ ଗୋଟିଏ ତିଥି ସୂର୍ଯ୍ୟ ଉଦୟ ପୂର୍ବରୁ ନ ହେଇକି ପରେ ଆରମ୍ଭ ହୁଏ, ସୂର୍ଯ୍ୟ ଉଦୟ ପରେ ଆରମ୍ଭ ହୋଇ ତା ପରଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ସମାପ୍ତ ହୁଏ, ତାକୁ ତିଥି କ୍ଷୟ କୁହାଯାଏ। ଠିକ ଅଛି। ମାନେ ସେ ତିଥି କ୍ଷୟ ହବାର ଅର୍ଥ ହେଲା, ସେ ତିଥିଟି କୌଣସି ସୂର୍ଯ୍ୟ ଉଦୟ ଦେଖେ ନାହିଁ। ଏଇଠି ଏକ୍ସାମ୍ପଲ ଆମେ ଗୋଟେ ନବା, ଧର ଗୋଟେ ତିଥି 25 ତାରିଖ ଦିନ 5:30 ଆରମ୍ଭ ହେଲା ଏବଂ 26 ତାରିଖ ଦିନ 5:10 ସରିଗଲା, ତାହେଲେ ସେ କୌଣସି ବି ତିଥି ଉଦୟ ହେବା, କୌଣସି ଏଇ ତିଥିଟା ଯୋଉ ଉଦୟ ହେଲା, ଯୋଉ ତିଥି ଉଦୟ ହେଲା, ସେ କୌଣସି ବି ସୂର୍ଯ୍ୟ ଉଦୟ ଦେଖିଲା ନାହିଁ। କାରଣ ଏଠି ସୂର୍ଯ୍ୟ ଉଦୟ 5:20 ରହୁଛନ୍ତି, ତିଥି ଉଦୟ ହେଲା 5:30। ଏଠି 26 ତାରିଖ ଦିନ ସୂର୍ଯ୍ୟ ଉଦୟ ହଉଛନ୍ତି 5:21, ଇଏ ତିଥି ସରିଗଲା 5:10, ଇଏ କୌଣସି ସୂର୍ଯ୍ୟ ଉଦୟ ଦେଖିଲା ନାହିଁ, ତେବେ ତାକୁ କୁହାଯିବ ତିଥି କ୍ଷୟ।
ଯଦି ସରଳ ଭାଷାରେ ମନେ ରଖିବା, ଯେଉଁ ତିଥିଟି ଦୁଇଟି ସୂର୍ଯ୍ୟ ଉଦୟ ଭୋଗ କରେ ତାକୁ ତିଥି ବୃଦ୍ଧି ବୋଲି କୁହାଯାଏ। ଯେଉଁ ତିଥିଟି କୌଣସି ସୂର୍ଯ୍ୟ ଉଦୟ ଭୋଗ କରେ ନାହିଁ ତାକୁ ତିଥି କ୍ଷୟ ବୋଲି କୁହାଯାଏ। ତେଣୁ ଶୁଭ କର୍ମରେ ଡେଟ୍ ଦେଲା ବେଳେ, ପଞ୍ଚାଙ୍ଗରେ ତିଥି ଦେଖି ଡେଟ୍ ଦେଲା ବେଳେ ସଦା ସର୍ବଦା ଦେଖିବ ସେଇ ତିଥିଟି ତିଥି ବୃଦ୍ଧି ହଉଛି କି ତିଥି କ୍ଷୟ ନୁହଁ ତ। ଯଦି ତିଥି ବୃଦ୍ଧି ଆଉ ତିଥି କ୍ଷୟ ହଉଥିବ, ଶୁଭ ଦିନ ହେଇଥିଲେ ମଧ୍ୟ ତାକୁ ଆଭଏଡ କରିବାକୁ ଟ୍ରାଏ କରିବ। ଆମକୁ ଦରକାର ସେ ତିଥିଟି ଗୋଟିଏ ସୂର୍ଯ୍ୟ ଉଦୟ ଭୋଗ କରୁଥିବ। ତେଣୁ ତୁମେ ଯଦି ଯୋଉ ପଞ୍ଚାଙ୍ଗର ଭଲ ସମୟ ଦେଖିବାକୁ ଚାହିଁବ ଏବଂ ପଞ୍ଚାଙ୍ଗର ଡିଟେଲ ଜାଣିବାକୁ ଚାହିଁବ, ତିଥି ବୃଦ୍ଧି ଯେତେବେଳେ ତମେ କୌଣସି ଡେଟ୍ ବାହାର କରିକି ଦଉଛ, ସେଇ ସମୟରେ ତମେ ତିଥି ବୃଦ୍ଧି ଏବଂ ତିଥି କ୍ଷୟକୁ ଆଭଏଡ କରିବ। ଯଦି ସେ ତିଥି ଯୋଉଟା ଦଉଛ ସେଟା ତିଥି ବୃଦ୍ଧି ହେଇଥାଏ କିମ୍ବା ତିଥି କ୍ଷୟ ହେଇଥାଏ, ସେ ତିଥିକୁ ଆଭଏଡ କରି ଯୋଉଟି ଯୋଉ ତିଥିଟା କେବଳ ଗୋଟିଏ ସୂର୍ଯ୍ୟ ଉଦୟ ଭୋଗ କରୁଥିବ ସେଇ ତିଥିକୁ ତମେ ଦେଲେ ଶୁଭ। ଅନ୍ୟଥା ସେଇଟା ଏତେ ଅସ୍ପିସିୟସ୍ ବା ଶୁଭ ବୋଲି ମନାଯାଏ ନାହିଁ। ତେବେ ଆଜିର ସେସନ ଆମେ ଜାଣିଲେ ପଞ୍ଚାଙ୍ଗରେ ତିଥି ବୃଦ୍ଧି ଆଉ ତିଥି କ୍ଷୟ ମାନେ କଣ ଏବଂ ଶୁଭ କର୍ମରେ ଏହାକୁ ଆଭଏଡ କରିବା ଉଚିତ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।